गुड मॉर्निंग ओडिशा आज हूँ 20 मे सोमवार आज रही 10टी गुरुत्वपूर्ण खबर ता पूर्व आपण मैंने वीडियो को लाइक करी केउ जिल्लार देखुछंती निश्चिंत कमेंट करंतु। प्रधानमंत्री नरेंद्र मोदी आज सकाळे पुरी रे पहुंचंती। वायुसेनार स्वतंत्र हेलिकॉप्टर जोगे तालबुणिया हेलीपैड रे से निर्धारित समय पूर्व अवतरण करिसंती। तालबुणिया हेलीपैड सीधा सड़क श्रीमंदिर अभिमुखे जिबे। तेणु सेଠାରେ महाप्रभुको दर्शन करिया परे विशाल रोड शो करिबार कार्यक्रम रहिछि। सकाळ 8टारे प्रधानमंत्री रोड शो आरंभ हेबार कार्यक्रम रहिछि। ट्राफिक और आईन श्रृंखला दृष्टि 184 पुलिस अधिकारी एवं 63 प्लाटून फोर्स मुतयन करिवे। आउ एने लोकंको भिड़ नाही नथिबा अछि। आउ एठी प्रबल लोक भिड़ करिसंती काहेकि ना प्रधानमंत्री को रोड शो देखिबाकू बहुत लोग अपेक्षा करिसंती। दक्षिण आंडामान छुईला मौसुमी बंगोपसागर रे दाना बांधुची बात्या। तेबे मे मासरे पुणी थरे ओडिशा को डराइलाणी बात्या। आसंता 21 तारिख बेलू दक्षिण पश्चिम बंगोपसागर सृष्टि हेबाकु थिबा घूर्णिबलय लघुचापर परिणत हेबा सह अधिक सक्रिय हेबो। ଏହା ଉତ୍ତର ପୂର୍ବ ଦିଗ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟା ରୂପର ସମ୍ଭାବନା ନେଇପାରେ ବୋଲି କୁହାଯାଉଛି। ବିଶ୍ୱର ବିଭିନ୍ନ ପାଣିପାଗ ମଡେଲ ଏନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ତେବେ ଅଧିକାଂଶ ମଡେଲ ଗଭୀର ଅବପାତ ବାତ୍ୟା ଓ ଓଡ଼ିଶା ଏବଂ ଆନ୍ଧ୍ର ମୁହାଁ ହେବା ନେଇ ଆକଳନ କରିଛନ୍ତି। ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନପାରିବାରୁ ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଆଇଏମଡି ଜିଏଫଏସ୍ ମଡେଲ ଅନୁସାରେ 21 ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 23-24 ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପ ନେବ। ତେଣୁ ବାତ୍ୟା ହୋଇପାରେ ବୋଲି କୁହାଯାଉଛି, କିନ୍ତୁ ଏହା କେଉଁ ଦିଗକୁ ଯିବ ସେ ନେଇ ସୂଚନା ଦିଆଯାଇନାହିଁ। ପରବର୍ତ୍ତୀ 24 ଘଣ୍ଟା ସମୟରେ ଏହା ଲଘୁଚାପ ଓ 36 ଘଣ୍ଟା ପରେ ଅବପାତରେ ପରିଣତ ହେବ। 24 ଘଣ୍ଟା ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ସମୟରେ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶାକୁ ମୁହାଁଇପାରେ ବୋଲି କୁହାଯାଉଛି। ତେଣୁ ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବିରୋଧୀଙ୍କ ଅସ୍ତ୍ର ମିଛ ଓ ଅପପ୍ରଚାର କିନ୍ତୁ ବିଜେଡିର ଅସ୍ତ୍ର ବିକାଶ। ବିରୋଧୀଙ୍କ କୁମ୍ଭୀର କାନ୍ଦଣା ଚଳିବନି। ଆଜି ବିରୋଧୀ ଦଳ ଉପରେ ଏମିତି ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକମାନେ ବିରୋଧୀଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। ଆଜି କେଉଁଝର ସଦରର ଆନନ୍ଦପୁର ଭଦ୍ରକରେ ଆୟୋଜିତ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀ ନବୀନ ମାରାଥନ ପ୍ରଚାର କରିଥିଲେ। ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍, ମମତା, 5T ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ନବୀନ ପଟ୍ଟନାୟକ ପଚାରିଥିଲେ। ନବୀନ ପଟ୍ଟନାୟକ ଭଲ କି ନାହିଁ ପଚାରିଥିଲେ। ଆଉ ସଭାସ୍ଥଳରେ ଲୋକମାନେ ହଁ କହି ତାଳି ମାରିଥିଲେ। ନବୀନ ପଚାରିଥିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିଜୁ ଜନତା ଦଳ ସରକାରର ମାଗଣା ବିଜୁଳି ଦେବ। ଆପଣମାନେ ଖୁସି ତ? ସମବେତ ଜନତାର ନିଜ ଖୁସି ପ୍ରକଟ କରିଥିଲେ। ପୁରୀ ପରିକ୍ରମା ପ୍ରକଳ୍ପ ଏବଂ ମା ସମଲେଇ ପ୍ରକଳ୍ପ କାମରେ ମଧ୍ୟ ପଚାରିଥିଲେ, କିନ୍ତୁ ଲୋକମାନେ ସମସ୍ତେ ହଁ କହି ତାଳି ମାରିଥିଲେ ଏବଂ କହିଥିଲେ ଆମେ ଏ କାମରେ ବହୁତ ଖୁସି। ଧର୍ମେନ୍ଦ୍ର ପ୍ରଧାନ ତାତିଲେ, ପର ଘର ତିଅଣୀରେ ଅତିଥି ସତ୍କାର କରିବାର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ, ଏଭଳି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ନରେନ୍ଦ୍ର ମୋଦିଙ୍କ ସରକାର ଏସଏଚଜି ଭଉଣୀମାନଙ୍କ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା କରିଥିଲେ। ଗରିବ କଲ୍ୟାଣ ଅନ୍ନ ଯୋଜନାର ମାଗଣା ଚାଉଳ ଦେବାର ସୁବିଧା କଲେ। କିନ୍ତୁ ବିଜେଡି ସରକାର ଏସବୁ ନିଜ ଯୋଜନା କହି ମିଛ ପ୍ରଚାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର ଦିନ ସମ୍ବଲପୁରରେ ଏକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ନାକଟି ଦେଉଳ ଜଗନ୍ନାଥ ପ୍ରସାଦ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ। ଏହି ସମାବେଶରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ 3,26,00,000ରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ଏହି ଯୋଜନା ମୋଦି ଲୋକମାନଙ୍କୁ ମାଗଣାରେ ଜଣ ପିଛା 5 କେଜି ଚାଉଳ ଦଉଛନ୍ତି, କିନ୍ତୁ ନବୀନ ସରକାର ନିଜ ନାଁ ନେଉଛନ୍ତି, ମିଛ ପ୍ରଚାର କରୁଛନ୍ତି। ସେହିପରି ଏସଏଚଜି ମୋଦି ସରକାର କାର୍ଯ୍ୟକ୍ରମ କରୁଛନ୍ତି, କିନ୍ତୁ ନବୀନ ପଟ୍ଟନାୟକ ନିଜ ନାଁ ନେଉଛନ୍ତି। ବ୍ୟାଙ୍କରୁ ଋଣ ଦେବାର ଦାୟିତ୍ୱ ମୋଦି ଦଉଛନ୍ତି, କିନ୍ତୁ ନବୀନ ପଟ୍ଟନାୟକ ନିଜ ନାଁ ନେଉଛନ୍ତି। ପର ତିଅଣରେ ନିଜେ ଖାଉଛନ୍ତି ଆଉ ନିଜର ନାଁ ନେଉଛନ୍ତି। ସେପଟେ କେନ୍ଦ୍ର ସାହାଯ୍ୟ କରୁଛି, ଏପଟେ ଓଡ଼ିଶା ସାହାଯ୍ୟ କହି ଲୋକମାନଙ୍କୁ ଠକୁଛନ୍ତି, ଲୋକମାନଙ୍କୁ ମିଛ କହୁଛନ୍ତି, ଲୋକମାନଙ୍କୁ ଭୁଆଁ ବନଉଛନ୍ତି। ନବୀନ ପଟ୍ଟନାୟକ ଏଭଳି ତାତିଛନ୍ତି ଏବଂ
ଧର୍ମେନ୍ଦ୍ର ପ୍ରଧାନ ଏପରି ଯାଇ କହିଛନ୍ତି। ରାତି ପାହିରେ ନିର୍ବାଚନ, 305 ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା। ତେବେ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ 5ଟି ଲୋକସଭା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ସମେତ ଏହି ଅଧୀନରେ ଥିବା ସମସ୍ତ 35 ବିଧାନସଭା ପାଇଁ ମତଦାନ ପାଇଁ ପ୍ରସ୍ତୁତି ସରିଛି। ଦ୍ୱିତୀୟ ପର୍ଯ୍ୟାୟରେ 305 ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। 265 ଜଣ ବିଧାୟକ ପ୍ରାର୍ଥୀ ଓ 40 ଜଣ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। 76,69,899 ଭୋଟର, 11 ଜିଲ୍ଲାରେ 9,162ଟି ବୁଥରେ ମତଦାନ ହେବ। ସେଥିମଧ୍ୟରୁ 556ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବ। ମୋଟ 33,000 ପୋଲିସ ଫୋର୍ସ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହେବେ। ତେଣୁ ଆସନ୍ତି ଭାଗ୍ୟ ପରୀକ୍ଷା। ମୁଖ୍ୟମନ୍ତ୍ରୀ ଲଢୁଥିବା 2ଟି ଯାକ ବିଧାନସଭା ଆସନ ହିଞ୍ଜିଳି କଣ୍ଟାବାଞ୍ଜିରେ ଏହା ପର୍ଯ୍ୟାୟ ଭୋଟ ରହିବ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଜୁଏଲ ଓରାମ, ନିରଞ୍ଜନ ପୂଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ ଏବଂ ସଙ୍ଗୀତ ଦେଓ, ସୁରେଶ ପୂଜାରୀ, ସୁଶାନ୍ତ ସିଂହଙ୍କ ଭଳି ତୁଙ୍ଗ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ମଇଦାନରେ ପ୍ରାର୍ଥୀ 3 ସାଂସଦ 28 ବିଧାୟକ ସହ ଭାଗ୍ୟ ପରୀକ୍ଷା ହେବ ବୋଲି କୁହାଯାଉଛି। ବସ୍ତିଠାରୁ ଭୋଟ ପାଇବାକୁ କସରତ, ବିଜେଡି ବିଜେପି ପ୍ରାର୍ଥୀ ବୁହାଉଛନ୍ତି ଝାଳ। ସରଗରମ ପ୍ରଚାର ମଇଦାନ, ନିଜ ସପକ୍ଷରେ ଭୋଟ ହାତେଇବାକୁ ପ୍ରାର୍ଥୀମାନେ ଦିନ ରାତି ଏକ କରିଦେଉଛନ୍ତି। ହାତରେ ଆଉ 4 ଦିନର ପ୍ରଚାର ବାକି ଥିବାରୁ ବିଧାୟକ ପ୍ରାର୍ଥୀମାନେ ଦିନକୁ 16ରୁ 18 ଘଣ୍ଟା ମଇଦାନରେ କାଟୁଛନ୍ତି। କର୍ପୋରେଟର ଓ ୱାର୍ଡ ସ୍ତରୀୟ ନେତାମାନେ କେଉଁ ଅଞ୍ଚଳରେ କେତେ ଭୋଟର ଅଛନ୍ତି, କେଉଁ ବର୍ଗର ଅଛନ୍ତି ତାହାର ତାଲିକା ଧରି ବୁଲୁଛନ୍ତି। ତେବେ ପ୍ରତି ନିର୍ବାଚନରେ ଭୁବନେଶ୍ୱର ମତଦାନ ହାର କମ୍ ଥିବାରୁ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକ ଟାର୍ଗେଟ ଏବେ ବସ୍ତି ଉପରେ ରହିଛି। ପ୍ରାୟ 67ଟି ୱାର୍ଡରେ 2.5 ଲକ୍ଷରୁ ଅଧିକ ବସ୍ତି ଭୋଟର ଥିବାରୁ ସବୁ ପ୍ରାର୍ଥୀଙ୍କର ନଜର ଏବେ ସେମାନଙ୍କ ଉପରେ। ଭୁବନେଶ୍ୱରରେ ଏକାମ୍ର ଭୁବନେଶ୍ୱରରେ ମଧ୍ୟ ଏବେ ନିର୍ବାଚନ ମଣ୍ଡଳୀ ୱାର୍ଡ ଗୁଡ଼ିକରେ 7 ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ 2.5 ଲକ୍ଷ ଭୋଟର କେବଳ ବସ୍ତି ବାସିନ୍ଦାର। ଏମିତିରେ ଭୁବନେଶ୍ୱରରେ ମତଦାନ ହାର ରାଜ୍ୟରେ ଅଞ୍ଚଳରେ ସବୁଠାରୁ କମ୍। 2019 ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମତଦାନ ହାର 45% ଥିଲା। ସେଥିମଧ୍ୟରୁ ଅଧିକାଂଶ ଅଞ୍ଚଳ ବସ୍ତି ଅଞ୍ଚଳ ଥିଲା ବୋଲି କୁହାଯାଉଛି। 2022 ପୌର ନିର୍ବାଚନରେ ଭୁବନେଶ୍ୱର ମତଦାନ ହାର 50%ରୁ କମ୍ ଥିଲା। ଆଉ ରାଜଧାନୀରେ ବହୁ ଶିକ୍ଷିତ ଭୋଟର ମତଦାନ ଠାରୁ ଦୂରେଇ ରହିଥିବାରୁ ପ୍ରାର୍ଥୀଙ୍କ ଭରସା ଏବେ କେବଳ ବସ୍ତି ବାସିନ୍ଦା ଉପରେ। କାରଣ ବସ୍ତି ବାସିନ୍ଦା ଭୋଟ ଦେବେ। ଆଉ ବସ୍ତି ବାସିନ୍ଦା ପାଖାପାଖି 80ରୁ 90% ଭୋଟ ଦେଉଛନ୍ତି। 2ରୁ 3ଟି ବସ୍ତି କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଯାଇକି ଲୋକମାନେ ଦିନ ରାତି କସରତ କରୁଛନ୍ତି। ପ୍ରାର୍ଥୀମାନେ 16ରୁ 18 ଘଣ୍ଟା ଖଟୁଛନ୍ତି ଏବଂ ବସ୍ତି ଲୋକଙ୍କୁ ନିଜର ସମ୍ବେଦନା ଜଣାଉଛନ୍ତି ଏବଂ କହୁଛନ୍ତି ତମର ଅସୁବିଧା କଣ, ସବୁ କିଛି ଅସୁବିଧା ଆମେ ଦୂରେଇ ଦେବୁ, ଆମକୁ ଭୋଟ ଦିଅ, ଏଭଳି କହୁଛନ୍ତି। ଚାହା ଖଟିଠୁ ଆରମ୍ଭ କରି ସବୁ ପାନୀୟ ସୁବିଧା ସବୁ କିଛି ବସ୍ତି ଲୋକଙ୍କୁ ଦେଉଛନ୍ତି। ଆଉ ବସ୍ତି ଲୋକଙ୍କୁ କହୁଛନ୍ତି ଚକାଚକ ରୋଡ, ବିଶୁଦ୍ଧ ପାଣି ଏବଂ ସବୁ କିଛି ସୁବିଧା ଆମେ ଯୋଗାଇ ଦେବୁ। ଲିଙ୍ଗରାଜଙ୍କ ଓ କପିଳେଶ୍ୱରଙ୍କ ସମ୍ପର୍କ କଟୁଛି। ଲିଙ୍ଗରାଜଙ୍କ ବରଯାତ୍ରାରେ ଆସୁନାହାନ୍ତି କପିଳେଶ୍ୱର। ଏକାମ୍ର କ୍ଷେତ୍ରର ଅନ୍ୟତମ ଆରାଧ୍ୟ ଦେବତା ପ୍ରଭୁ କପିଳେଶ୍ୱରଙ୍କ ସହ ଏକାମ୍ର କ୍ଷେତ୍ରପତି ପ୍ରଭୁ ଲିଙ୍ଗରାଜ ସମ୍ପର୍କ କାହିଁ କେଉଁ ବର୍ଷରୁ ଯୋଡ଼ି ହୋଇ ରହିଛି। କିନ୍ତୁ କିଛି ବର୍ଷ ହେବ ପ୍ରଭୁ ଲିଙ୍ଗରାଜଙ୍କ ସହ କପିଳେଶ୍ୱର ସମ୍ପର୍କ ବିଗିଡ଼ିବାରେ ଲାଗିଛି। କେବଳ ସମ୍ପର୍କ ଛିଡ଼ୁଛି ତାହା ନୁହେଁ, ପରମ୍ପରା ମଧ୍ୟ ଭାଙ୍ଗୁଛି। ସବୁଠାରୁ ଦୁଃଖର କଥା ଏ ନେଇ କାହାର ଆନ୍ତରିକତା ନାହିଁ କି ଚିନ୍ତା ବି ନାହିଁ। ସରକାର, ମନ୍ଦିର ପ୍ରଶାସନ, ରାଜନେତା, ସେବାୟତ ତଥା ବୁଦ୍ଧିଜୀବୀ କେହି ଜଣେ ହେଲେ ପ୍ରଭୁଙ୍କ ପାଇଁ ଚିନ୍ତା ନ କରୁଥିବା ଦେଖିବାକୁ ମିଳିଛି। ପରମ୍ପରା ବିଧି ମୁତାବକ କପିଳନାଥଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରାରେ ଶ୍ରୀ ଲିଙ୍ଗରାଜ ଯୋଗ ଦେଇଥାନ୍ତି। ସେହିଭଳି ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାରେ ଶିବ ବିବାହର କପିଳନାଥ ସାମିଲ ହୁଅନ୍ତି। ଏହା ବହୁ ପ୍ରାଚୀନ କାଳରୁ ପରମ୍ପରା ହୋଇ ଆସିଛି। ଶିବ ବିବାହ ଦିନ କପିଳନାଥ ଲିଙ୍ଗରାଜଙ୍କର ବରଯାତ୍ରାରେ ଯୋଗ ଦେଇଥାନ୍ତି। ଲିଙ୍ଗରାଜଙ୍କ ମନ୍ଦିରରୁ ବରଯାତ୍ରୀ ବାହାରିବା ପୂର୍ବରୁ କପିଳନାଥ ଏକ ସୁସଜ୍ଜିତ ବିମାନରେ ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥାନ୍ତି। ସେଠାରୁ ବରଯାତ୍ରୀ ମିଶି କେଦାରଗୌରୀ ମନ୍ଦିରକୁ ବିଜେ କରିଥାନ୍ତି। କନ୍ୟା ପିତାଙ୍କ ପକ୍ଷରୁ ଜ୍ୱାଇଁ ଶ୍ରୀ ଲିଙ୍ଗରାଜ ଓ ପ୍ରଭୁ କପିଳନାଥ ବାସୁଦେବଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥାଏ। ବାହାଘର ପରେ ବର କନ୍ୟାକୁ ସାଙ୍ଗରେ ନେଇ ପୁଣି ସବୁ ଠାକୁରମାନେ ଶୋଭାଯାତ୍ରାରେ ଫେରନ୍ତି। ବର କନ୍ୟାକୁ ଲିଙ୍ଗରାଜ ମନ୍ଦିରରେ ଛାଡ଼ି
କପିଳନାଥ କପିଳେଶ୍ୱରକୁ ଫେରିଯାଆନ୍ତି। କିନ୍ତୁ ଦୁଃଖର ବିଷୟ ଯେ ପ୍ରଭୁ କପିଳନାଥ ମୁରବୀ ତଥା ଅତିଥି ଭାବେ ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀ 10 ବର୍ଷ ହେଲାଣି ସାମିଲ ହୋଇନାହାନ୍ତି। ପରମ୍ପରା ପ୍ରତିରକ୍ଷା ପାଇଁ ହାଇକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ଏହା ସମ୍ଭବ ହୋଇପାରୁନାହିଁ। ସେହିପରି ଲିଙ୍ଗରାଜଙ୍କର ଚନ୍ଦନ ଯାତ୍ରାରେ କପିଳେଶ୍ୱର ଆସିବାର ପରମ୍ପରା ରହିଛି। ତେଣୁ ଲିଙ୍ଗରାଜ ମଧ୍ୟ ଆସୁନାହାନ୍ତି। ଆଉ ଏଠି କପିଳେଶ୍ୱର ଚନ୍ଦନ ଯାତ୍ରାରେ ନ ଆସିବାରୁ ପବିତ୍ର ଅକ୍ଷୟ ତୃତୀୟା ତଥା ଚନ୍ଦନ ଯାତ୍ରା ଦିନ କପିଳେଶ୍ୱର ମନ୍ଦିରରୁ କପିଳନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ଆସି ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ସିଂହଦ୍ୱାରରେ ପହଞ୍ଚିଥିଲେ। ପୂର୍ବରୁ ପ୍ରସ୍ତୁତ ପ୍ରତିମାକୁ ମଣେଇ ଚନ୍ଦ୍ର ଯାତ୍ରା ପାଇଁ ଶୋଭାଯାତ୍ରା ହୁଏ। କିନ୍ତୁ 2016 ମସିହା ଠାରୁ ଏପର୍ଯ୍ୟନ୍ତ ହେଲାଣି ଚନ୍ଦନ ଯାତ୍ରାକୁ ନ ଆସି କପିଳେଶ୍ୱରରେ ଥିବା ମଣିକର୍ଣ୍ଣିକା ପୋଖରୀରେ ଚାପ ଖେଳୁଛନ୍ତି। ସବୁଠାରୁ ବଡ଼ ଦୁଃଖର ବିଷୟ ଯେ ଏଭଳି କାହିଁକି କରୁଛନ୍ତି, ସରକାର ଏ ଉପରେ ଧ୍ୟାନ ଦେଇନାହିଁ। କଟକଣା ପରେ ବି ଚାଉଳ ପିଆଜ ରପ୍ତାନି। ଦେଶରେ ଚାଉଳ ଓ ପିଆଜ ଦାମ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ରପ୍ତାନି ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଲଗାଇଛନ୍ତି। କିନ୍ତୁ ବିଦେଶ ମନ୍ତ୍ରାଳୟ ବିଶେଷ ଅନୁରୋଧ ଅନୁଯାୟୀ ଭାରତ ପକ୍ଷରୁ 2ଟି ଦେଶକୁ ଚାଉଳ ଓ ପିଆଜ ରପ୍ତାନି ପାଇଁ ଯୋଜନା ଚାଲିଛି। ଭାରତ ଖୁବ୍ ଶୀଘ୍ର ମରିସସ୍କୁ 14,000 ଟନ୍ ଅଣବାସୁମତୀ ଚାଉଳ ଏବଂ କତରକୁ 75,000 ଟନ୍ ପିଆଜ ରପ୍ତାନି କରିପାରେ। ନ୍ୟାସନାଲ କର୍ପୋରେଟର ଏବଂ ଏକ୍ସପୋର୍ଟ ଲିମିଟେଡ୍ ଜରିଆରେ ଏହି ରପ୍ତାନି ହୋଇପାରେ। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ନିଷେଧାଦେଶ ସତ୍ତ୍ୱେ ବିଦେଶ ମନ୍ତ୍ରାଳୟ ଅନୁରୋଧ ଅନୁସାରେ ରପ୍ତାନି ଉପରେ ଶୀଘ୍ର ନିଷ୍ପତ୍ତି ନିଆଯିବ। ଆଉ ଭାରତର ରଣନୈତିକ ସହଯୋଗୀ ଭାବେ ବିବେଚିତ ହୋଇ 2 ରାଷ୍ଟ୍ରକୁ ସହାୟତା ଯୋଗାଇ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ସରକାର ଅଣବାସୁମତୀ ଚାଉଳର ରପ୍ତାନି ଉପରେ ଗତ ବର୍ଷ ଜୁଲାଇ ଠାରୁ ପିଆଜ ରପ୍ତାନି ଉପରେ ଡିସେମ୍ବରରେ କଟକଣା ଲଗାଇଥିଲା। କିନ୍ତୁ ଚଳିତ ମାସ ଆରମ୍ଭରେ ପିଆଜ ରପ୍ତାନି ଉପରେ ଲଗାଇଥିବା କଟକଣାକୁ ହଟାଇ ଦିଆଯାଇଛି। କିନ୍ତୁ ପିଆଜର ସର୍ବନିମ୍ନ ମୂଲ୍ୟ $550 କରାଯାଇଥିବା ବେଳେ 40% ରପ୍ତାନି ଶୁଳ୍କ ବି ଲଗାଯାଇଥିଲା। ପିଆଜ ମୂଲ୍ୟ ଏବେ ବଢୁଛି ଏବଂ ଚାଉଳର ମୂଲ୍ୟ